ମିଛ କହି ଜେଲ୍ ପଠେଇବ ସେ କିଛି ଭୁଲ କରିନି। ଆରେ ମତେ ମିଛରେ ଜେଲକୁ ପଠାଉନି। ମୁଁ ଯଦି ଜେଲକୁ ଚାଲିଯିବି ତାହେଲେ ପ୍ରକୃତ ଅପରାଧୀ ଧରା ପଡ଼ିବନି। ସତଟା ସବୁଦିନ ପାଇଁ ଅନ୍ଧାରରେ ଲୁଚିଯିବ। ତମେ କହୁଛ ତମ ସ୍ୱାମୀକୁ ମାଡ଼ ମାରି ଭୁଲ କରିଛି। ଠିକ ଅଛି, ମୁଁ ତାକୁ କ୍ଷମା ମାଗୁଛି। ରଖି ମୋର ଭୁଲ ହେଇଯାଇଛି, ମତେ କ୍ଷମା କରିଦେ। তোর মধ্যে মনে হচ্ছে ওই রকেটের ছোঁয়া হয়েছিল না, অতলা পেছনে পড়ি যাইছিল। দেহ সারা ফুটকাই দেহରୁ ଚମଡ଼ା ବାହାରି ଯାଇଥିଲା। ତୁ ତାକୁ ଦେଖିକି ଶୋଇପାରିଲୁନି, କାନ୍ଦି କାନ୍ଦି ବିଛଣା ଧରିଲୁ। ମୁଁ ତାକୁ କଦଳୀ ପତ୍ରରେ ଘୋଡ଼େଇ ମେଡିକାଲ ନେଇକି ଯାଇଛି। ଆମ ଗାଁରୁ ଗୁଣିଆ ଡାକି ତାକୁ ଫୁଙ୍କା କରେଇଛି। ଯୋଉ ଭାଇ ପାଇଁ ମୁଁ ଏତେ କରିଥିଲି, ମୁଁ ଜାଣିନଥିଲି ତା ପାଇଁ ମତେ ଆଜି ମାଟି ଚାଟିବାକୁ ପଡ଼ିବ। ମାଟିରେ ନାକ ଘଷିବାକୁ ପଡ଼ିବ, ଆଉ ତା ପାଦ ତଳେ ପଡ଼ି ଭୁଲ ମାଗିବାକୁ ପଡ଼ିବ। ତତେ କେମିତି ବୁଝେଇବି ଲୋ କୃଷ୍ଣ? ବାକିରେ ହେଇନଥିଲେ ତ ବୁଝି ପାରିଥାନ୍ତୁ ମୁଁ କାହିଁକି କାନ୍ଦୁଛି। ଜାଣିଛୁ ନା, ଗୋଟେ ନା ବଡ ବର ଗଛ ଥିଲା, ଆଉ ଗଛଟା ଥୁଣ୍ଟା ହେଇଯାଇଥିଲା, ଆଉ ଡାଳ ପତ୍ରକ ଆଉ ସଫା ଝଡିକି ତଳେ ପଡି ଯାଇଥିଲା। ଏ ଜେଜେ, ସେ ଡାଳରେ ନା ଗୋଟେ ଚଢେଇ ବସି କାନ୍ଦୁଥିଲା। ସେ କାହିଁକି କାନ୍ଦୁଥିଲା ଜେଜେ? ସେ ଗଛଟା ଥିଲା ଚଢେଇ ମାନଙ୍କ ପାଇଁ ଅତି ନିଜର। ଗଛଟାକୁ ଅସହାୟ ଅବସ୍ଥାରେ ଦେଖି ଚଢେଇ ମାନଙ୍କ ଆଖିରେ ଲୁହ ଝରୁଥିଲା। ଆଲୋ, ଏ ହତଭାଗାଟାର ମା ବଞ୍ଚିଥିଲେ ଆପଣ ତ କାଲି ଟିକେ ତା ପିଠିକି ଆପା କରି ଦେଇଥାନ୍ତା, ତା ପିଠିକି ଟିକେ ହଉସି ଦେଇଥାନ୍ତା। ଆପା କରିଲେ କଣ ହବ ଜେଜେ? ପିଠିର ଦରଜ କମିଯିବ ଲୋ କୃଷ୍ଣା। କାହିଁକି ମାରିଲା ସେ କଥା ମୁଁ ଜାଣିନି, ହେଲେ ମୁଁ ନା ଆମ ପିଠିରେ ଆଫା କରିଦେବି। ହଁ, ତୋ ପିଠିରେ ମୁଁ ଆଫା କରିଦେବି, ଆଫା କରିଦେବି ମୁଁ। মতে কেমতি আপা কর দউছি দেখ বউ। ও বউড়ে মতে কেতে ভালো পায়, ମୁଁ ତା ପାଇଁ ଜୀବନ ଦେଇଦେବି। ମୋ ଭଉଣୀ ପାଇଁ ମୁଁ ଜୀବନ ସେ ଭାରତ ବନ୍ଦ, ମୁଁ କହୁଛି ସେ ଭାରତ ବନ୍ଦ। ତେମେ ଦିଟା ବିଷ ପିଇ ଦିଅ, ନ ଯାଇ କୋଉରେ ରଚକ ତଳେ ଶୋଇଯାଅ। ସେ କଥା ଆମର ବୁଝିବା ଦରକାର ନାହିଁ। ତୁ ଗୋଟେ କାମ କର, ଯେତେ ଶୀଘ୍ର ପାରୁଛୁ ଏଇ କଳଙ୍କିନ ଝିଅଟାକୁ ମୋ ଆଖି ଆଗରୁ ନେଇକି ଘର ଛାଡି ପଳା। ଆମେ ଶୀଘ୍ର ପଳେଇ ଯା। ଆମେ ତ ଦାୟିତ୍ୱ ନେଇପାରିବୁନି। ଯଦି ଆସିଛୁ ସାଙ୍ଗରେ ନେଇକି ପଳେଇ, କେତେବେଳେ ଘରେ ଶୋଇଥିବ
ପେଟ୍ରୋଲ ଢାଳି ନିଆଁ ଲଗାଇ ମାରିଦେବି। କୃଷ୍ଣ ପାଇଁ ଏ ଘର ନିରାପଦ ନୁହେଁ ରେ ଛୁଆ, ତୁ ତାକୁ ସାଥିରେ ନେଇଯା।